G9 तरफରୁ ଆମେ ଆସିକି ଅଲାରନାଥରେ ପହଞ୍ଚିଲୁ। ଅଲାରନାଥରେ ବର୍ତ୍ତମାନ ଆମେ ବିଭିନ୍ନ ବର୍ତ୍ତମାନ ଯିଏ ଅଛନ୍ତି ଟ୍ରଷ୍ଟର ମୁଖ୍ୟ ବର୍ତ୍ତମାନ ସୁଚାରୁ ରୂପେ କାର୍ଯ୍ୟ ପରିଚାଳନା କରୁଥିଲେ। ଅଗ୍ନି ବିଭାଗ, ବିଦ୍ୟୁତ ବିଭାଗ ଏବଂ ଡାକ୍ତରଖାନା, ପୋଲିସ ପ୍ରଶାସନ, କଲେଜ, ସ୍ୱେଚ୍ଛାସେବୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସହଯୋଗରେ ଏହି ଅଲାରନାଥର ଯେଉଁ 13 ଦିନ ଯାତ୍ରା ସୁଚାରୁ ରୂପେ ପରିଚାଳନା ହେଇଥିଲା। ଆମେ ତହଲଦାରଙ୍କ ଠାରୁ ବା ଯିଏ ଅଛନ୍ତି ପ୍ରଶାସନର ମୁଖ୍ୟ ତାଙ୍କଠାରୁ ସମସ୍ତ ବିଷୟ ବୁଝି ତଦାରଖ କରି ଜାଣିଲା ପରେ ଯାତ୍ରାଟି ସୁରୁଖୁରୁ ହେଇଥିଲା। କଣ୍ଟ୍ରୋଲ କରିବା ପାଇଁ ଆମକୁ 6 ପ୍ଲାଟୁନ ଫୋର୍ସ ଦିଆହେଇଥିଲା। ତା ସହିତ ଆଡିସନାଲ ଏସପି ଉପସ୍ଥିତ ରହୁଥିଲେ। ଡିଏସପି, ଏସଡିପିଓ ଏବଂ ଆଇଆଇସି ମଧ୍ୟ 3 ଜଣ ଏଠି ରହୁଥିଲେ। ଏସଆଇ, ଏଏସଆଇ ଏମିତି 6 ପ୍ଲାଟୁନ ଫୋର୍ସ ପରେ ପୁଣି ଆଉ ଗୋଟେ ଆମର ସେଣ୍ଟ୍ରାଲ ଫୋର୍ସ ମଧ୍ୟ ଗୋଟେ ପ୍ଲାଟୁନ ପରେ ଆସିଲା। ଏମିତି 7 ପ୍ଲାଟୁନ ଫୋର୍ସ ଆମର ଏନଗେଜମେଣ୍ଟ ହେଲେ ବହୁତ ସୁନ୍ଦର ଭାବରେ ସେମାନେ ପଢ଼ାଇଥିଲେ। ମାଜିଷ୍ଟ୍ରେଟ ତହସିଲଦାର ଷ୍ଟ୍ରାଇକ୍ କରିଥିଲି ତାକୁ ସୁନ୍ଦର ଭାବରେ ଆମେ ଶୃଙ୍ଖଳା ରକ୍ଷା କରିଥିଲୁ। ତା ସହିତ ମିଡିଆ ବାଲା ଯୋଉ ଆମର ଅଛନ୍ତି ସେମାନେ ମଧ୍ୟ ନିରୀକ୍ଷଣ କରୁଥିଲେ। ଆମ ସହିତ ଖୁବ ସୁନ୍ଦର ଯୋଗାଯୋଗ କରିକି ସେମାନେ ସବୁ ଜିନିଷକୁ ବି ସହଯୋଗର ହାତ ବଢେଇକି ଏ କାମକୁ କରିଥିଲେ। ତା ସହିତ ଆମର ଫାୟାର ଡିପାର୍ଟମେଣ୍ଟାଲ ଫାୟାର ଗାଡି ଆମେ ମହଜୁଦ କରିଥିଲୁ। ଡିପାର୍ଟମେଣ୍ଟକୁ ମଧ୍ୟ ତା ପାଇଁ ବିଭାଗ ସ୍ୱତନ୍ତ୍ର ଏଠି ଜଗିକି ରହିଥିଲା। ଆଗକୁ ପାଣି ସବୁ ଦାୟିତ୍ୱ ନେଇଥିଲେ। ଆର୍ଏନବି ଡିପାର୍ଟମେଣ୍ଟ ସେ ତାଙ୍କର ବ୍ୟାରିକେଡିଂ ଜିଗଜାଗ ବ୍ୟାରିକେଡିଂ ମଧ୍ୟ ସେ ସୁନ୍ଦର ଭାବରେ ଟ୍ରାଫିକ କଣ୍ଟ୍ରୋଲ କରୁଥିଲେ ଏବଂ ବ୍ୟାରିକେଡରେ ଯାଇ କରୁଥିଲେ। ଉତ୍ସବ ବିଷୟରେ ଆମର ଯେଉଁ ଅଲାରନାଥ ଉତ୍ସବ ପାଳନ କରାଯାଉଛି କେତେ ଦିନ କରାଯାଉଛି, ଏଇ ଭିତରେ କ'ଣ କ'ଣ ସବୁ କାର୍ଯ୍ୟକ୍ରମ ରହିଛି ତା ବିଷୟରେ କହିବା। ଶ୍ରୀ ଜଗନ୍ନାଥ ଯେତେବେଳେ ଅନବସରରେ ରୁହନ୍ତି ସେହି ସମୟରେ ଅଲାରନାଥଙ୍କ ତାଙ୍କର ପ୍ରତିମୂର୍ତ୍ତି ଏଠି ଦିଶେ। ଲୋକଙ୍କ ବିଶ୍ୱାସ ଅଛି ଆଗରୁ। ଆଉ ହିନ୍ଦୁ ଧର୍ମ ବହୁ ଆଗ କାଳରୁ ରହିଆସିଛି ସେ ସବୁ ଯାତ୍ରୀମାନେ ପୁରୀ ନ ଯାଇ ଏଠି ଆସନ୍ତି। ଆଉ ଏଠି ମିନିମମ୍ 15 ଦିନ ରହିବା କଥା। ଏ ବର୍ଷ 13 ଦିନରେ ପକ୍ଷୀଟା ପଡ଼ୁଛି। 13 ଦିନ ହିସାବରେ ଆଜି କ୍ଲୋଜ୍ ହେଇଯାଉଛି। 23ରୁ ଆରମ୍ଭ ହେଇକି 6 ତାରିଖ କ୍ଲୋଜ୍ ହେଇଯାଉଛି। ଆଉ ବହୁତ ସମାଗମ ହୁଏ। ଦିନେ ଦିନେ ମଝିରେ ଲକ୍ଷାଧିକ ଲୋକ ହେଇଥିଲେ। ଆଉ ଲୋକ ତ ଆସୁଛନ୍ତି ମାନେ ପୃଥିବୀର ବିଭିନ୍ନ ଦେଶର ଲୋକ, ଭାରତର ବିଭିନ୍ନ ରାଜ୍ୟର ଲୋକ ବି ଏଠି ସମାଗମ ହୁଅନ୍ତି। ଆଉ ଆମ ଲାଇନ୍ସ କ୍ଲବ୍ ତରଫରୁ ଆମେ ଏଠି ଜଳସେବା ଆୟୋଜନ କରିଥାଉ। ଦହି ପାଣି ଦିଆଯାଏ, ଲୋକଙ୍କୁ ସେବା କରାଯାଏ। ବିଭିନ୍ନ କାର୍ଯ୍ୟକ୍ରମ ଏଠି ପ୍ରଶାସକ ସିଏ। ତାପରେ ଦ୍ୱିତୀୟ ହେଉଛି ସମସ୍ତେ ସେମାନେ ସମ୍ବର୍ଦ୍ଧନା କରିବେ। ଏଇ ଯେଉଁ ଆମର ସ୍ୱେଚ୍ଛାସେବୀମାନେ ସବୁ ଅଛନ୍ତି ସହଯୋଗ କରୁଛନ୍ତି ସେମାନେ ସମ୍ବର୍ଦ୍ଧନା କରିବେ। ଆଉ ତାପରେ ଅଲାରନାଥରୁ G9 ଓଡ଼ିଆ।